ଆମ ଆଦିବାସୀମାନଙ୍କର ଇତିହାସ ବିଷୟରେ କମ୍ ଉଲ୍ଲେଖ କରାଯାଇଛି। ଆମ ଭାରତ ଦେଶର ପାଠ୍ୟପୁସ୍ତକରେ ଆମ ଆଦିବାସୀ ବୀର ପୁରୁଷମାନଙ୍କର ଗାଥା ବା ଇତିହାସକୁ କମ୍ ଉଲ୍ଲେଖ କରାଯାଇଛି। ଆଉ ଆମ ଇତିହାସକୁ ହଜେଇ ଦିଆଯାଇଛି। ଏ ବିଷୟରେ ଆମେ ସମସ୍ତେ ଆଜି ଜାଣିବାକୁ ଚେଷ୍ଟା କରିବା ଏବଂ ଆମ ଆଦିବାସୀ ବୀର ପୁରୁଷମାନଙ୍କର ଇତିହାସ ବିଷୟରେ ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରିବା। ଯେଉଁ ବୀର ପୁରୁଷମାନେ ନିଜର ବଳିଦାନ ଦେଇଛନ୍ତି ଆମ ଦେଶକୁ ଆଜାଦ କରିବାକୁ, ବ୍ରିଟିଶ ମାନଙ୍କ ସହିତ ଲଢ଼େଇ କରିଛନ୍ତି, ନିଜର ରକ୍ତର ବଳିଦାନ ଦେଇଛନ୍ତି, ସେହି ବୀର ପୁରୁଷମାନଙ୍କର ଇତିହାସକୁ ଆଜି ମନେ ପକାଇବା। ଆଜି ସମସ୍ତ ଆଦିବାସୀ ସମାଜର କାର୍ଯ୍ୟକର୍ତ୍ତା, ସମାଜସେବୀ, ଉପଦେଷ୍ଟାମାନଙ୍କୁ ବି ଗୋଟେ କଥା କହିବାକୁ ଚାହୁଁଛି ଯେ ଆମ ଆଦିବାସୀମାନଙ୍କର ଇତିହାସକୁ ଲୁଚାଇ ଦିଆଯାଇଛି। ଆମେ କେମିତି ଆମ ଆଦିବାସୀମାନଙ୍କର ବୀର ପୁରୁଷ, ମହାନ ପୁରୁଷମାନଙ୍କର ଇତିହାସକୁ କେମିତି ଆମେ ଏବେକାର ଯୁବପିଢ଼ିକୁ ଜଣାଇବା ବା ଲୋକଙ୍କ ସାମ୍ନାରେ କେମିତି ଆଣିବା, ସେ ବିଷୟରେ ଚେଷ୍ଟା କରିବା ଦରକାର। ଆଜି ଗୋଟେ ସୁଯୋଗ, ଆଜି ଗୋଟେ ମୌକା ମିଳିଛି ଯେ ଆମ ସ୍ୱାଧୀନତା ଦିବସ ଅବସରରେ ଯଦି କୌଣସି ଜାଗାରେ ଆପଣମାନଙ୍କୁ ସୁଯୋଗ ମିଳେ ବୀର ପୁରୁଷମାନଙ୍କର ଗାଥା ଶୁଣାଇବାକୁ, ତ ଆମ ଆଦିବାସୀ ସମାଜର ବୀର ପୁରୁଷମାନଙ୍କର ଗାଥା ଶୁଣାଇବାକୁ ଚେଷ୍ଟା କରନ୍ତୁ। ଯେଉଁ ମହାନ ପୁରୁଷମାନେ ଅଛନ୍ତି, ଯେଉଁମାନେ ବ୍ରିଟିଶମାନଙ୍କ ସହିତ ଲଢ଼େଇ କରିଛନ୍ତି ଆଉ ଆମ ଏହି ଭାରତ ଦେଶକୁ ସ୍ୱାଧୀନ କରିଛନ୍ତି, ସେହି ବୀର ପୁରୁଷମାନଙ୍କର ଗାଥା ଆମର ଛୋଟ ଛୋଟ ଭାଇ ଭଉଣୀମାନଙ୍କୁ, ଏବେକାର ଯୁବପିଢ଼ିକୁ ଜଣାଇବାକୁ ଚେଷ୍ଟା କରନ୍ତୁ। ତ ମୁଁ ଆଜି ଏହି ଅଗଷ୍ଟ 15 ସ୍ୱାଧୀନତା ଦିବସ ଅବସରରେ ମୁଁ ମୋର ଛୋଟ ଛୋଟ ଭାଇ ଭଉଣୀମାନଙ୍କୁ କହିବାକୁ ଚାହିଁବି ଯେ ଆମ ଆଦିବାସୀ ସମାଜର ଲୋକମାନେ କେବେ ଗୁଲାମର ଶିକାର ହେଇନଥିଲେ। ଆମ ଭାରତ ଦେଶରେ ଯେତେବେଳେ ବ୍ରିଟିଶ ସରକାର ଶାସନ କରୁଥିଲା, ସେହି ସମୟରେ ସାୟଦ ସମସ୍ତ ଲୋକମାନେ ବ୍ରିଟିଶ ସରକାରର ଗୁଲାମ ହେଇଥିଲେ, କିନ୍ତୁ ଆମ ଆଦିବାସୀ ସମାଜର ଲୋକମାନେ ସେହି ଗୁଲାମର ଶିକାର ହେଇନଥିଲେ। ଆଉ ଆମ ସେଇ ମହାନ ପୁରୁଷ, ବୀର ପୁରୁଷ ଆଦିବାସୀ ସମାଜର ଲୋକମାନଙ୍କ ପାଇଁ ହିଁ ବ୍ରିଟିଶ ବା ଇଂରେଜମାନଙ୍କୁ ଆମ ଦେଶ ଛାଡ଼ିକି ଯିବାକୁ ପଡ଼ିଥିଲା। ଆମ ଆଦିବାସୀ ସମାଜର ଲୋକମାନେ ସେମାନଙ୍କ ସହିତ ହାତ ମିଶାଇ ନଥିଲେ। ସେମାନେ ଲଢ଼େଇ ଆରମ୍ଭ କରିଥିଲେ ତ ପୁରା ନିଜର ରକ୍ତର ବଳିଦାନ ଦେଇଥିଲେ। ବହୁତ ଲୋକ ଶହୀଦ ହେଇଯାଇଛନ୍ତି, ବହୁତ ଲୋକ ରକ୍ତର ବଳିଦାନ ଦେଇଛନ୍ତି। ସେହି ବୀର ପୁରୁଷମାନଙ୍କର କାହାଣୀ ଆମେ ଜାଣିବାକୁ ଚେଷ୍ଟା କରିବା ଦରକାର। ସେତେବେଳେ ଆମ ଆଦିବାସୀ ସମାଜର ଲୋକମାନେ ଏତେ ଏଜୁକେଟେଡ଼ ନଥିଲେ, ଏତେ ଶିକ୍ଷିତ ନଥିଲେ, ସେଥିପାଇଁ ନିଜର ଇତିହାସକୁ ଉଲ୍ଲେଖ କରିପାରିଲେ ନାହିଁ ବା ସେମାନେ ଭବିଷ୍ୟତରେ କ'ଣ ହେବ ସେ ବିଷୟରେ ବି ଜାଣିନଥିଲେ। ତ ସେତେବେଳେ ଶିକ୍ଷିତ ଏଜୁକେଟେଡ଼ ଥିଲେ ବ୍ରାହ୍ମଣ, ଶୂଦ୍ର, ରାଜବଂଶୀ, ଏଇମାନେ ହିଁ ନିଜ ଜାତିର, ନିଜ ସମ୍ପ୍ରଦାୟର ଲୋକମାନଙ୍କର ଗାଥା ଆମ ଏଇ ଭାରତ ଦେଶର ପାଠ୍ୟପୁସ୍ତକରେ ଉଲ୍ଲେଖ କରିଥିଲେ, ଲେଖିଥିଲେ। ଆମ ଆଦିବାସୀ ସମାଜର ବୀର ପୁରୁଷମାନଙ୍କର ଗାଥା କମ୍ ଲେଖିଛନ୍ତି, କମ୍ ଉଲ୍ଲେଖ କରିଛନ୍ତି, କିନ୍ତୁ ନିଜ ଜାତିର, ନିଜ ସମ୍ପ୍ରଦାୟର ବୀର ପୁରୁଷମାନଙ୍କର ନାମ ଅଧିକ ମାତ୍ରାରେ ଉଲ୍ଲେଖ କରିଛନ୍ତି। ସେଥିପାଇଁ ସାୟଦ ଆଜିକା ଡେଟ୍ରେ ଆମ ଛୋଟ ଛୋଟ ଭାଇ ଭଉଣୀମାନେ ବି ଆମ ଆଦିବାସୀମାନଙ୍କର ଇତିହାସ ବିଷୟରେ ଜାଣିପାରୁନାହାନ୍ତି। ଆମ ଆଦିବାସୀମାନଙ୍କୁ ବଣବାସୀ କୁହାଯାଉଛି, ଜଙ୍ଗଲୀ କୁହାଯାଉଛି, କିନ୍ତୁ ଅସଲି କଥା ହେଉଛି ଆମ ଆଦିବାସୀ ସମାଜର ଲୋକମାନେ ବି ଏହି ଭାରତ ଦେଶରେ ଶାସନ କରୁଥିଲେ, ରାଜା ଥିଲେ, ମୁଗଲମାନଙ୍କ ସହିତ ଲଢ଼େଇ କରିଥିଲେ। ସେସବୁ ଇତିହାସକୁ ଆମେ କେମିତି ଜାଣିବା, କେମିତି ଲୋକଙ୍କ ସାମ୍ନାରେ ଆଣିବା, ସେ ବିଷୟରେ ଚେଷ୍ଟା କରିବା ଦରକାର। ଆଜିକାଲି ସୋଶାଲ ମିଡ଼ିଆରେ ମିମ୍ସ କରୁଛନ୍ତି ଯେ ଆଦିବାସୀମାନେ ଆଫ୍ରିକାରୁ ଆସିଛନ୍ତି, ଆଦିବାସୀମାନେ ଜଙ୍ଗଲୀମାନେ ଜଙ୍ଗଲରେ ରୁହନ୍ତି, ହୁଲାଲାଲା ହିଲାଲାଲା କରିକି ନୃତ୍ୟ କରନ୍ତି, ଆଜି ସେମାନେ ଆମ ଭାରତ ଦେଶରେ ଶାସନ କରୁଛନ୍ତି।
एमिति कहीकि मीम्स बनाइकि आमको इनसल्ट करुचंती आमे केमिति सेमानंकु उचित उत्तर दबा आम इतिहास विषय रे जानिथिबा तेबे सिना आमे सेमानंकर प्रश्नर उत्तर देई पारिबा। सेतिपाई समस्त मोर छोट छोट भाई भौणी मानकु कहबी जे आपण माने फाटसाट पढ़ंतु एजुकेटेड हुअंतु एवं भल काम करंतु आम आदिवासी समाज को गर्वित करंतु आ गर्व खोलिया भलिया काम भी करंतु। आम इतिहास जेमिति हजि जाइछि सेमिति आम आदिवासी मानक परिचय को भी हजाइबा को बसिचंती। तो आम आदिवासी मानकर परिचय को बंचाइबा को चेष्टा करंतु एवं आम पूर्वज लोक मानक सिना एजुकेशन सुविधा मिलला नहीं, से मानकु पाठ पढ़ा को सुजोग दिया गला नहीं, कहीं ना ब्राह्मण माने बा से राजवंशी शूद्र माने आम आदिवासी लोक मानकु पाठ पढ़ार वंचित करथिले। तो आजिका डेट्रे तो आम समस्त को एजुकेशन सुविधा मिलूँ, आम समस्ते पाठशाठ पढ़ुछु एवं पाठ न पढ़ले भी आजिकल सोशल मीडिया रे वीडियो माध्यम रे देखिकी जानी पारुछु, एआई माध्यम रे आमे सुनी पारुछु, आम इतिहास विषय रे जानी पारुछु। तो निजर इतिहास विषय रे जानिबा को चेष्टा करंतु, आउ वीडियो माध्यम रे देखिकी किछि शिखिबा को चेष्टा करंतु, आउ लोकन को बुझाइबा को चेष्टा करंतु। आमे काहाटू कम नुह, आमर इतिहास भी कम नुहे, आमर इतिहास बहुत अच्छी, आमर कहानी बहुत अच्छी, आमर पावर बहुत अच्छी, आमर शक्ति बहुत अच्छी, बट आमे से शक्ति को जानी पारेनु, से पावर को आमे यूज करी जानिनु। सेतिपाई आज आम ऊपर को किए भी शासन करुछि। मु सोशल मीडिया रे वीडियो माध्यम रे आई माध्यम रे जहाँ जानुछि आपण मानकु जणाइबा को चेष्टा करुछि, जहाँ पढुछि आपण मानकु सिखाइबा को चेष्टा करुछि। मोर जदि किछि भूल हेइ जाइतिबो, हाँ मानुछि, मु बिना स्क्रिप्ट रे माने बिना स्क्रिप्ट रे वीडियो करुछि, मो मुंड रे जहाँ अछि सहा ही आपण मानकु कहूछि। मु जो पढ़ी कि जो ये थिला से सब आपण को कहूछि। तो भूल भी हेइ पारे, भूल हेइ जाइतिले क्षमा कर देबे। एवं आजिर एई स्वाधीनता दिवस रे आम वीर पुरुष मानकर गाथा शुणाइबार गोटे सुजोग समस्त को मिल पारे। तो आपण माने भी यही आम वीर पुरुष मानकर गाथा शुणाइबा को चेष्टा करंतु। नमस्कार, जय सेवा, जय जोहार, जय आदिवासी, जय भारत, वंदे मातरम, वंदे उत्कल जननी, जय बिरसा मुंडा।